ମୁଁ ଦୀପୁଚନ୍ଦ୍ର ଦାସ। କାଲି ଥିଲି ନିରୀହ ଗରିବ ଦିନ ମଜୁରିଆ। ଆଜି ପୁଲିସ ବାଇଲରୁ ହଜିବାକୁ ପ୍ରସ୍ତୁତ ଗୋଟିଏ ନମ୍ବର। ଆଉ ଆସନ୍ତାକାଲି କେଉଁ ଏକ ବର୍ବର ଭିଡ଼ର ଶିକାର। ନମାଜ ପରେ ମୋ ପାଇଁ ନିଶ୍ଚୟ ଦୁଆ ମାଗିବ। ସକାଳ ଧୂପ ଦୀପ ଘଣ୍ଟା ଓ ପ୍ରାର୍ଥନାରେ ମୋ ପାଇଁ ଟିକିଏ ପ୍ରଭୁଙ୍କୁ ଜଣେଇବ। ସଭିଙ୍କୁ କହିବ ଦୁଆ ଆଉ ପ୍ରାର୍ଥନା ଭିତରେ ଜଳିପୋଡ଼ି ମରିଗଲା ଦୀପୁଚନ୍ଦ୍ର ଦାସ। ପ୍ରଥମେ ମୋତେ ଧର୍ମ ନାଁରେ ଲୁହାଛଡ଼ ଠେଙ୍ଗାରେ ପିଟାଗଲା। ତଥାପି ମୋତେ ବିଚାର ନାଁରେ ଗଛରେ ବାନ୍ଧି ଟାଙ୍ଗି ଦିଆଗଲା। ଆଉ ଶେଷରେ ଜାଳି ଦିଆଗଲା ମୋତେ। ଯେମିତି ମୁଁ ମଣିଷଟେ ନଥିଲି, ଥିଲି ଷଡ଼ଯନ୍ତ୍ରର ଶବଟିଏ। ଶୁଣିଛ ମୋ ଚିତ୍କାର, ହାଡ଼ ଫୁଟିବାର ଠୋ ଠୋ ଶବ୍ଦ, ଆଉ ମୋ ଦେହର ପୋଡ଼ା ଗନ୍ଧ। ସତରେ କ'ଣ ତୁମ ନାକ ଅଥବା ବଙ୍ଗବନ୍ଧରୁ ଛେରା ଦୀପର କାହାରିକୁ ଛୁଇଁ ପାରିନାହିଁ? ମୋ କାହାରି ବିଶ୍ୱାସ ଭାଙ୍ଗି ନାହିଁ। ମୁଁ କେହି ଈଶ୍ୱରଙ୍କୁ ଗାଳି ମଧ୍ୟ ଦେଇନାହିଁ। ମୋ ଧର୍ମ ମୋତେ ଶିଖେଇଥିଲା ସମସ୍ତଙ୍କର ସମ୍ମାନ କରିବା, ନିଜ ପ୍ରାଣର ଭୟ ଥାଇ ସୁଦ୍ଧା ମଣିଷ ହୋଇ ବଞ୍ଚିବା। ମୁଁ କହିଥିଲି ପୁଲିସ ବାବୁଙ୍କୁ, ସାର୍ ମୁଁ କିଛି ଜାଣେ ନାହିଁ, ନିର୍ଦ୍ଦୋଷ ମୁଁ। ପୁଲିସ ହସି ଉଠି ନିଜ ହାତରେ ଟେକିଦେଲା ମୋତେ। ମରିବା ଆଗରୁ ବିଶ୍ୱାସ ଭାଙ୍ଗିଗଲେ ଜାଣିଛ କେମିତି ଲାଗେ? ମୁଁ ଇତିହାସ ଲେଖୁଛି, ଭବିଷ୍ୟତର ଇତିହାସ। ଯେଉଁ ଅଗ୍ନିରେ ଜଳାଗଲା ମୋତେ, ଦିନେ ସେହି ଅଗ୍ନି ତମ ମୌନତାକୁ ଜାଳି ପୋଡ଼ି ନର୍ଘାତ କରିଦେବ। କାରଣ ଯେବେ କେହି ନିର୍ଦ୍ଦୋଷ ମଣିଷକୁ ଭିଡ଼ ଜଳାଏ, ଧୀରେ ଧୀରେ ସେହି ନିଆଁରେ ଖୋଦ୍ ଦେଶ ନିଜେ ହିଁ ଜଳିଯାଏ।